କେତେ ଦୂର ଗଲାଣି ରୋଷେଇ? ହାତ କଟିଗଲାଣି। ହାତ କାଟିଦେଲାଣି? ଚିଲେଇଲି ତମ ଶୁଭିଲାନି କି? ହେଡ଼ା ଯାଇଛି ଏଠି ଦେଖ। ଏବେ ଟିକେ ବ୍ଲଡ ଆସିବା ବନ୍ଦ ହେଇଛି, ଦେଖା ଯାଉଛି ନା ଏଇଠି ଦେଖ ପୁରା ହେଇଗଲା। ଦେଖ ଏଇଠି ଏଇଠି ଦେଖିକିରି ସିନା କରିଥା ତ। ଆରେ ଦେଖ ଏଇପଟେ ଭାତ କମ୍ପ୍ଲିଟ ହେଇଗଲା ହେଲା। ବାଇଗଣଟା ଦେଖ ଏମିତି କାଟୁଥିଲି, ଦେଖ ଚିହ୍ନ ଅଛି, ଏମିତି କାଟୁଥିଲି ଏ ଖସିକି ପଳେଇଲା, ପୁରା ଆଙ୍ଗୁଠି ଲାଗିଲା, ଆଙ୍ଗୁଠି ଫେଡ଼ା। ଗୋଟେ ଦିନ ରୋଷେଇ କରୁ କରୁ ଆଙ୍ଗୁଠି ଫେଡ଼ା କଲିଣି। ଆଉ ତ ତମେ ତ ଗାଁ ପଳ ଆଇଲା ବେଳୁ ଆଉ ନଥିବ ଆଙ୍ଗୁଠି, ଖଣ୍ଡିଆ ହେଇକି ବଇଛି। ଆଜି କିଛି ନାହିଁ, ଜଷ୍ଟ ବାଇଗଣ ଟିକେ ଭଜା ହବ, ତେଲ ଭଜା ହେଲା। ଦେଖିବା କଣ ହଉଛି ଆଉ। ଟମାଟୋ ଫମାଟୋ ଟିକେ ଭଜା କରିକି ତମକୁ ଜଟେଇ ଦିଆହବ। ଆଇଟମ ନା ଫାଇଟମ, ହାତ ପଡ଼ିଗଲାଣି, ହାତ କଟିଗଲାଣି। ତ ସାଙ୍ଗମାନେ ନମସ୍କାର, ଗୁଡ୍ ମର୍ଣ୍ଣିଂ, ଶୁଭ ସକାଳ। ଶୁଭ ସକାଳର ଆଉ ଗୋଟେ ଫ୍ରେଶ୍ ବ୍ଲଗ୍କୁ ସ୍ୱାଗତ କରୁଛି। ମୁଁ ସନ୍ତୋଷ ଆଣ୍ଡ ୱେଲକମ୍ ବ୍ୟାକ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍ ଦି ବାର୍ତ୍ତାମିଲ୍ ବ୍ଲଗ୍। ଆମ ମ୍ୟାଡ଼ାମ୍ ସେପଟେ ବସିକି କ'ଣ କରୁଛନ୍ତି ଟିକେ ଦେଖିବା, କିନ୍ତୁ ତା ପୂର୍ବରୁ ସାଙ୍ଗମାନେ ମୁଁ କହିଦେଉଛି, ଯେହେତୁ ଆଜି ମୁଁ ରୋଷେଇ କରୁଥିଲି, ରୋଷେଇ ତ ହାତଟା କଟିଗଲା, ହାତ ନୁହଁ ତ ଅଙ୍ଗୁଳିଟା ଟିକେ କଟିଗଲା। ଆଉ ଯେତେବେଳେ ମୁଁ ଚିଲେଇଲି, ବୁଝିପାରୁଛନ୍ତି ନା, ମାନେ ଇଏ ବୋଲ ଯେମିତି ଚିଲେଇଲି ଦେଖୁନାହାନ୍ତି ଏବେ କେମିତି, କାରଣ ପୁରା ନଖ ଲାଗି ରେସା ପୁରା କଟିଯାଇଛି। ଆଉ ଯେତେବେଳେ ଚିଲେଇଲି ଆମ ମ୍ୟାଡ଼ାମ୍ ପାଖକୁ ପଳେଇ ଆସିଲେ। ଆଉ କ'ଣ ହେଲା, କ'ଣ କେମିତି କ'ଣ ହେଲା ସେ ଯେଉଁ ଗୋଟେ ପଚାରିବା କଥା ପଚାରିଲେନି, କିନ୍ତୁ ପଚାରୁଛନ୍ତି କ'ଣ ରୋଷେଇ ହେଲାଣି ହେଲା। କ'ଣ କହିବ ହେଲା ତ ସାଙ୍ଗମାନେ, ସିଏ ତ ଗୋଟେ କଥା ଥିଲା, ସତ କଥା କୁହନ୍ତୁ, ଯିଏ ବି ପଚାରିବ ନା କ'ଣ ହେଲା, କାହିଁକି ଚିଲେଇଲ, କାହିଁକି କ'ଣ ହେଇଛି, ମୁଁ ହାତଟା ଦେଖେଇଥାନ୍ତି। ମୁଁ ଭାବୁଥିଲି ହାତଟା ଦେଖୁଥିବୁ, ମୋ ଆଙ୍ଗୁଠାକୁ ନେଇ ପାଟିରେ ମାରି ଦେଇଥାନ୍ତି, ରକ୍ତ ବ୍ଲଡ଼ ବାହାରୁଥିଲା। ସେ କ'ଣ ପାଟିରେ ମାରି, ମୁଁ ମୋର ନିଜେ ପାଟିରେ ମାରିଥିଲି। ଏଇଟା ତ ଗୋଟେ କଥା, ସେ ସ୍ନେହ ଶ୍ରଦ୍ଧା ନାହିଁ ମୋ ପ୍ରତି। ଆଉ ଗୋଟେ କଥା ସାଙ୍ଗମାନେ, ମୁଁ ଆପଣମାନଙ୍କୁ ଲାଇଭ୍ ପ୍ରୁଫ୍ ଦେଖାଉଛି, ଦେଖନ୍ତୁ। ପ୍ରୁଫ୍ଟା ହେଲା ଦେଖ, ଦେଖ ମେହେନ୍ଦି ପକା ଚାଲିଛି, ବୁଝିପାରୁଛନ୍ତି ନା। ଏପଟେ ମୋ ଅଙ୍ଗୁଠି ଆଜ୍ଞା ଖଣ୍ଡିଆ ହେଇଯାଉ, ହଁ ଆଙ୍ଗୁଳି ମୋର ଖଣ୍ଡିଆ ହେଇଯାଉ, କିନ୍ତୁ ମ୍ୟାଡମ୍ ତାଙ୍କର ବସିକି ଦେଖନ୍ତୁ ଇଏ କି କଥା। ସ୍ୱାମୀର ଆଙ୍ଗୁଠି କଟି ଯାଇଛି, ଦୁଃଖ ଭରାରେ ବସିଥାନ୍ତେ, କିନ୍ତୁ ସେ ତାଙ୍କ ଆଙ୍ଗୁଳି ସଜେଇବାରେ ଲାଗିଛନ୍ତି। ହଁ ସେମିତି ବସିଥାଉ, ବସିଥାଉ। ନାଇଁ ସତ କଥା ଗୋଟେ କୁହ, ମୋ ଆଙ୍ଗୁଳି କଟିଛି, ତମେ କ'ଣ ତମ ଆଙ୍ଗୁଠି ମେକଅପ୍ କରିବାରେ ଲାଗିଛ? ମୋ ଆଙ୍ଗୁଠି କଟିଛି, ତମ ଆଙ୍ଗୁଠି ତମ ମେକଅପ୍ କରିବାରେ ଲାଗିଛ, ତମ ଆଙ୍ଗୁଠି ତମେ ସଜେଇବାରେ ଲାଗିଛ। କ'ଣ ଆଉଥରେ ବାହାଘର ହବ ନା ଶାଶୁଘର ଯିବ ନା କାହା ପାଇଁ ସଜଉଛ? ମୋ ଆଙ୍ଗୁଠି ତ କଟିଛି, ତମ ଆଙ୍ଗୁଠି କ'ଣ ସଜଉଛ? ୟାର କାରଣ କ'ଣ? ମେହେନ୍ଦିଟା ଆଉ କ'ଣ କେତେବେଳେ ଲଗେଇଲେ ହେଇନଥାନ୍ତା? ଆଜି ମାନେ ଆଜି ହଜବେଣ୍ଡ ଆଙ୍ଗୁଠି କଟିଛି ମାନେ ମୋ ଆଙ୍ଗୁଠି ଆଜି ସଜେଇ ହବାର ଅଛି। ନା ଏଇଟା ମତେ ଦେଖିବା ପାଇଁ, ମତେ ଇରିଟେଟ୍ କରିବା ପାଇଁ, ମୁଁ ଜାଣିଛି। ତମ ଆଙ୍ଗୁଠି କଟିଲେ କଟୁ, ମୋ ହାତ ମୋ ଆଙ୍ଗୁଠି ସୁନ୍ଦର ଦେଖାଯିବାର ଅଛି, ସେଥିପାଇଁ ହେଲା, ମୁଁ ଜାଣିଛି। ନା ଆଜିର କ'ଣ କାରଣ, କ'ଣ ଆଜି ତମେ ମୋ ଆଙ୍ଗୁଠି କଟିଛି ମାନେ ତମେ ବି ତମ ଆଙ୍ଗୁଠି ବି କାଟିକିରି ବସିବା କଥା। ହଜବେଣ୍ଡ ଆଙ୍ଗୁଠି କଟି ଯାଇଛି ମାନେ ମୋ ଆଙ୍ଗୁଠି ବି କଟିଯାଉ, ଏମିତିରେ ବସିବା କଥା ନା। ନାଇଁ ସାଙ୍ଗମାନେ ହେଲା, ଗୋଟେ ଅଛି ନା, ସେ କ'ଣ ଡାଇଲଗ, ତୋର ଯାହା ହବା ପୂର୍ବରୁ ମୋର ହେଇଯାଉ, କହୁନାହାନ୍ତି। ତୋ ଆୟୁଷ ଓହୋ, ସ୍ୱାମୀ ପାଇଁ ପଛେ ଅଗ୍ନି ପରୀକ୍ଷା। ତମ ଗାଁରେ ତ ଯାତ୍ରା କ'ଣ ଥିଲା, ସ୍ୱାମୀ ପାଇଁ ପଛେ ନର୍କକୁ ଯିବି। ମାନେ ସ୍ୱାମୀ ଭଲ ହଉ, ଯାହା ହଉଛି ହଉ, ସ୍ୱାମୀ ମୋର ଯାହା ହେଇଯାଉ, କିନ୍ତୁ ତା ପଛେ ମୁଁ ନର୍କ ଯିବି ସିନା, ସ୍ୱାମୀ ଖୁସି ରହୁ। ଆଉ ତମେ କ'ଣ, ସ୍ୱାମୀର ହାତ ଖଣ୍ଡିଆ ହେଇଯାଉ ସିନା, ମୋ ହାତ ସୁନ୍ଦର ଥାଉ। ଏବେ ଭଲ ହେଇଲା, ପେନ୍ ହେଉଛି, କାଟୁଛି। ସେପଟେ ଚାଲିଛି ମୋ ରୋଷେଇବାସ। ଆଉ ଆମର ମ୍ୟାଡ଼ାମ୍ ତାକୁ କେୟାର ନ କରି ଚାଲିଛନ୍ତି ତାଙ୍କର ମେକଅପ୍। ଇଏ କି ଭଳିଆ କଥା କ'ଣ ମୁଁ କିଛି ବୁଝିପାରୁନି। ଗୋଟେ ଲୋକ କହୁଛନ୍ତି ତୋ ପାଇଁ ମୁଁ ନେବି 100 ଜନ୍ମ, ଏମିତିକା କଥା। କିନ୍ତୁ ଏ ଲୋକ ଯେ ମେକଅପ୍ ନେବାରେ ଚାଲିଛନ୍ତି। ହଉ ନିଅ, ଦିନ ମୋର ବି ଆସିବ, ତମ ଆଙ୍ଗୁଠି କଟି ଯାଇଥିବ, ମୁଁ ହଁ ଆଉ ତା ଏ ବୈଦ୍ୟ ପଣିଆ ରଖିଥାଉ, ମୁଁ ଏମିତି ଲଗେଇଲେ ଭଲ ହେଇଯିବ। ଦେଖୁନ ମତେ ଇଲଉଛନ୍ତି, ମାନେ ମୋ ହାତ ଯେତେବେଳେ କଟିଗଲା ମୁଁ ପାଟିରେ ମାରୁଥିଲି,
ଏମିତି କହୁଥିଲି ପାଟିରେ ଚୁମିକି ରଖୁଥିଲି ଯେହେତୁ ବ୍ଲଡ ବାହାରିଥିଲା ହେଲା ମ୍ୟାଡମ ସେଇଥିପାଇଁ ହଁ ମନ ଦୁଃଖରେ ବଇଛି। ହଁ ବସ୍ ସେଥିପାଇଁ ମେହେନ୍ଦି ଲଗେଇକି ନିଜ ହାତଟାକୁ ବି ଫୁକି ଦଉଛନ୍ତି। ମେହେନ୍ଦି ଲାଗିଲେ ହାତଟାକୁ କଣ ଫୁକି ଦଉଛି ଅଟୋମେଟିକ ତ ଶୁଖିବ। ଜାଣିକି ମତେ ଇରିଟେଟ୍ କରୁଛ ମୁଁ ଜାଣିଛି ବା ଇଲଉଛ ଆଇ ନୋ। ନା ଆମେ ବୁଝିପାରୁଛୁ ତମ କଥା ତମେ ସିନା ବୁଝିପାରିଲେନି ଆମ ଦୁଃଖ ହାତ କଟିବାର ଏଇଟା କଣ ଷ୍ଟାଇଲ ଷ୍ଟାଇଲ। ମହୁମାଛି ହଗିଦେଲା ଭଳିଆ କରିଦେଲଣି ତମେ ହଗି ମାଛି। ଦେଇଛ ତମେ ହଗି ଦେଇଛ ହଁ ପୋଛି ଦିଅ ଖାଇଦିଅ। ହଗିସି ଲଗେଇବ ହଗିସି ଛି 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 ଯାହା ପଡ଼ିଲା ସେୟା କହିଦଉଛି ଗନ୍ଧିଆ କଥା ଛି। ତ ସାଙ୍ଗମାନେ ଆଜିର ରୋଷେଇ ବର୍ତ୍ତମାନ ତ ଆଜି ମୁଁ କରିଛି ମୋ ରୋଷେଇରେ ମୁଁ କିଛି ସ୍ପେଶାଲ କରିନି ଯୋଉଥିପାଇଁ ଦେଖେଇବି ସେଥିପାଇଁ ମୁଁ ଦେଖାଇବିନି ଡେଲି କିଛି ସ୍ପେଶାଲ ଭଲ ଭଲ ଆଇଟମ କଲେ ଦେଖାଇ ଦିଏ ଆଉ ମୁଁ କଣ ସ୍ପେଶାଲ ମତେ ବା କଣ ଆସୁଛି ଯେ ମୁଁ ଦେଖେଇବି ଆଉ ସେଥିପାଇଁ ଦେଖୁନ ମୁଁ କରିଦେଇଛି ଏପଟେ ଟିକେ ପତ୍ରକୋବି ଆଉ ଅଳ୍ପ ଆଳୁ ପକେଇକି ଗୋଟେ ଭଜା ହେଇଛି ଏପଟେ ଟିକେ ବାଇଗଣ ଟମାଟୋ ଟିକେ ତେଲ ଭଜା ହେଇଛି ତାକୁ ଟିକେ ପିଆଜ ଚୁନ ଚୁନ କାଟି ଦେଇକି ଆଉ ଟିକେ ମିକ୍ସଚର ଲଙ୍କା ଗୁଣ୍ଡ ପଡ଼ିକି ଟିକେ ଦଳା ଦଳି ହେଇଗଲେ ମସ୍ତ ହେଇଯିବ ଆଉ ପୁରା ଖାଇବାଟା ଜମିଯିବ ହେଲା। ଆମର ମ୍ୟାଡମ ସେପଟେ ତ ବ୍ୟସ୍ତ ଅଛନ୍ତି ଆଉ ଆପଣମାନେ କେମିତି ଅଛନ୍ତି ଫ୍ରେଣ୍ଡସ୍ କମେଣ୍ଟ କରନ୍ତୁ। ଆମେ ବହୁତ ଦିନ ହେଲା କମେଣ୍ଟର ରିପ୍ଲାଏଟା ଆଣିନୁ ଆପଣମାନେ କମେଣ୍ଟ କଲେ କମେଣ୍ଟର ରିପ୍ଲାଏ ଟିକେ ଆସିବ ନା ନାଇଁ ଖାଲି ତ ମୋବାଇଲ ମୋବାଇଲ ଧରିକି ବସିଲେ ସବୁ କାମ ହେଇଛି ନାଇଁ। ହଁ ମୋବାଇଲ ଧରିକି ବସିଲେ ସବୁ କାମ ହେଇଯିବ। ସ୍ୱାମୀଟା ରୋଷେଇ କରୁଛି ତ ସେଥିପାଇଁ ବସି କେତେବେଳେ ମେହେନ୍ଦି ପକେଇ ଦଉଛନ୍ତି କେତେବେଳେ ମୋବାଇଲ ଧରିଛନ୍ତି କିଛି ପାଚିଲାନି କାଇଁ ସେତେବେଳେ କାଢିଦେଲି ପାଖକୁ ଆଣୁନ ଥୁମ୍ପି ଦେ ନା ଥୁମ୍ପିନି ଦେଖାଅ ଟିକେ କେମିତି ପାଚିଛି ନ ପାଚିବାର କାରଣ ପାଚିନି ମୁଁ ସେତେବେଳେ କାଢିଦେଲି। ନା ନା ତମେ କାଢିଲ ବୋଲି ନୁହଁ ତାର ଅରିଜିନାଲ ଯାହା ଅଛି ନା କୋଉଥିପାଇଁ ହଁ ଭଲ ପାଉନ ହଁ ଏକ୍ଜାକ୍ଟଲି ସେଇଆ ନା ନାଇଁ ସାଙ୍ଗମାନେ ପ୍ରମାଣ ହେଇଗଲା ଦେଖନ୍ତୁ ମୋ ଆଙ୍ଗୁଠି କଟିଲା ନିଜେ କେୟାର କରିବା କଥା କେତେ ଯତ୍ନ ନବା କଥା ସେସବୁ ଛାଡିକି ମେହେନ୍ଦି ପକଉଛନ୍ତି ସେ ମେହେନ୍ଦି କାହିଁ ପାଚିବ ସେଥିପାଇଁ ତମର ବି ମେହେନ୍ଦି କିଛି ପାଚିଲାନି ଯାଉ ମୋ ତରଫରୁ ବି ସେମିତି ନାହିଁ ତମ ତରଫରୁ ଯଦି ଭଲ ପାଇବା ନା ମୋର ବି ନାହିଁ ଆଉ ସେଥିପାଇଁ ଆଉ ମେହେନ୍ଦି ଗୁଡା ପାଚିନି କିନ୍ତୁ ଲୋକ ଯେ ଏପଟେ ଭାବୁଛନ୍ତି କଣ ନା ମୁଁ ମେହେନ୍ଦି ଜଲ୍ଦି ଜଲ୍ଦି ପୋଛିଦେଲି ଆଉ ଯୋଉଥିପାଇଁ ମେହେନ୍ଦି ଟା ପାଚିନି ସେମିତି ନାହିଁ ଓରିଜିନାଲ କାରଣଟା ସେଇଆ ହେଲା। ଆଉ ଯୋଉ ସବୁବେଳେ ମୋବାଇଲ ଏଠି ଧରିକି ଯୋଉ ବସୁନ ମୋବାଇଲ ଟା କେତେବେଳେ ଲୁଚେଇ ଦେବି ହେଲା କହିଦେବି ତମେ ତ ଆସି ଭାବିବ ମୁଁ ତ ବୁଲିବାକୁ ଯାଉଛି ଏକୁଟିଆ ଘରେ ବୋରିଂ ହଉଛି ବୋରିଂ ନାହିଁ ନଳକୂଅ ନହେଲେ ଟ୍ୟୁବଲ ବୋରିଂ ହବନି ହଁ ସେଥିପାଇଁ ମୋବାଇଲ ଦେଇଦେବି ସେତିକି କାହିଁକି ମୁଁ ଲୁଚେଇ ଦେବି ତମେ ଭାବିବ ଆଉ ହଜବେଣ୍ଡ ତ ନାହାନ୍ତି କିଏ କେତେବେଳେ ଆସୁଛି କିଏ ନେଇଗଲା ନା କଣ ହେଲା ତମ ପାଖରେ ମୋବାଇଲ ନଥିବ ଥିଲେ ସିନା ତମେ ସେଇ ନମ୍ବରକୁ ଡାଇଲ କରିଦବ କୋଉଠି ରିଙ୍ଗ ହେଲା ଜାଣିଦବ ଟୋଟାଲ ଜାଣିପାରିବନି ଭାବିବ ଆଜି ହଜି ଯାଇଛି ହଜବେଣ୍ଡ ଘର ବି ନାହିଁ ଆସିଲେ ମତେ ଦିଟା ସେକିବ ମୋବାଇଲ କୁଆଡେ ଗଲା କଣ ତମେ ଜାଣିପାରିବନି ମୁଁ ନେଇଛି ବୋଲି କଣ ଏବେ ତ କହିଦେଲ ଆଉ ହଉ ଖାଇବା ତ ଖାଇବା ମୁଁ ହାତ କାଟିବି ରୋଷେଇ କରିବି ତମେ ଏଠି ମେହେନ୍ଦି ପକେଇବ ତାପରେ କଣ କହିବ ଚାଲ ଖାଇବା ହଉ ଆଉ ତ ସାଙ୍ଗମାନେ ରାମ ନବମୀର ଆପଣ ମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା ଆଉ କଣ କହ ହାଇ ପଳେଇ ଆଇଲାଣି ଦେଖ କ୍ୟାମେରା ବୁଲିଲା ବନ୍ଦ ହେଲା ତ ସାଙ୍ଗମାନେ ଆମେ ଆମର ଆର ଯୋଉ ଅଫିସିଆଲି ଚ୍ୟାନେଲ ସନ୍ତୋଷ ଭାରତୀ ଅଫିସିଆଲରେ ଆମେ ଗୋଟେ ବହୁତ ବଢିଆ ଜାଗାକୁ ଯାଇଥିଲୁ କିଛି ଦିନ ତଳେ ଯୋଉଠି ପ୍ରଭୁ ରାମଚନ୍ଦ୍ରଙ୍କ ପାଦ ଚିହ୍ନ ପଡିଥିଲା ମାତା ସୀତାଙ୍କ ଚୁଲି ଏମିତି କିଛି କିଛି ପଡିଥିଲା ଯୋଉଟା କି କାଳ୍ପନିକ ପୌରାଣିକ ହିସାବରେ ଟିକେ ଟିକେ ଯାହା ଯେମିତି ସମସ୍ତଙ୍କର ସେଠି ଟିକେ ଭରସା ଅଛି ସେଇଟା କେତେ ଦୂର ଠିକ ଆଉ ଲୋକ ଏମିତି ବହୁତ ଦୂରରେ ଆମେ ଯାଇଥିଲୁ ଆଉ କଳ୍ପନା କରନ୍ତି କି ସେଇଟା ରାମଙ୍କ ପାଦ ସେଇଟା କେତେ ଦୂର ସତ କେତେ ଦୂର ମିଛ ଆମେ ତ ଜାଣିନୁ ଏବେ ଅଳ୍ପ ଅଳ୍ପ ସବୁ ଡେଭଲପ ହଉଛି ତ ଆପଣ ମାନେ ସେ ଜାଗାକୁ ଯାଆନ୍ତୁ ଭିଜିଟ କରନ୍ତୁ ଦେଖନ୍ତୁ ପ୍ରଭୁ ରାମଚନ୍ଦ୍ର କେମିତି ପାଦ ଚିହ୍ନ ପଡିଛି ନାଇଁ ସତରେ ପାଦ ଚିହ୍ନ ପଡିଛି କେତେ କୁଣ୍ଡ ଅଛି ସୀତାଙ୍କ କୁଣ୍ଡ ଅଛି ସୀତାଙ୍କ ଚୁଲି ଅଛି ଯୋଉଠି ସୀତା ମାତା ରୋଷେଇ କରୁଥିଲେ ଏମିତି ବହୁତ ଗୁଡାଏ ଜିନିଷ ସେଠି ଅଛି ଯୋଉଟା କି ଆପଣ ମାନେ କେବେ ଦେଖିନଥିବେ ସେଠି ଯାଆନ୍ତୁ ଦେଖନ୍ତୁ କିନ୍ତୁ କେତେ ଦୂର ଠିକ ଆମେ ସେଇଟା ଜାଣିନୁ କିନ୍ତୁ ଲୋକ ବିଶ୍ୱାସ କରନ୍ତି ଯାଆନ୍ତି ଦେଖନ୍ତି ତ ଆପଣ ମାନେ ବି ଯାଆନ୍ତୁ ଆଉ ଆମ ଚ୍ୟାନେଲ ସନ୍ତୋଷ ଭାରତୀ ଅଫିସିଆଲକୁ ବି ସପୋର୍ଟ କରନ୍ତୁ ହଉ ଆଉ କଣ କହିବ ତମେ
ରାମନବମୀର କିଛି ଶୁଭେଚ୍ଛା ଜଣେଇବନି? ତମେ କହିଦିଅ ଆଜି। ତମର ତ ମୋବାଇଲ ଧରିଲେ ସବୁ ହେଇଗଲା, ମୋବାଇଲ ଗାୟବ କରିଦେବି ସତରେ ଗୋଟେ ଦିନ ମୋବାଇଲ ଗାୟବ କରିଦେବି। ବେଶୀ କ'ଣ କହୁଛ, ରୁହ। କ'ଣ ଆଜି ହସୁଛ ଖାଲି ଖିଲି ଖିଲି? ଯାଉନ ହସ ନା ହଉଛି। ବାଡ଼ ଦବ, ମୁଁ ଖାଇବି। ତମେ ବାଡିରେ ଆଜି ଗୋଟେ ଚାଲ ଫ୍ରେଣ୍ଡସ୍, ଆଜି ପାଇଁ ଏତିକି। ଗେଲି ପୁଣି ଯେତେବେଳେ ନୂଆ ନୂଆ ଆଇଟମ୍ କରି ପୁଣି ଦେଖେଇବା। ଏଇ ହାଇ ମାରି ଦଉଛନ୍ତି। କାଲିକି ହବ ନମସ୍କାର। ଜୟ ହଁ? କ'ଣ କାଲିକି ହବ କ'ଣ କହୁଥିଲ? ପୁରୀ ମହାପୁର। ହଉ ଚାଲ, ରହୁଛୁ ସାଙ୍ଗମାନେ। ନମସ୍କାର, ଗୁଡ୍ ନାଇଟ୍। ମୁଁ ସେଇଟା କହିଦେଉଛି, ବାଏ ବାଏ। କହିବାର ନାହିଁ।